ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀରେ ଘଟି ଯାଇଛି ଏକ ଭାବ ବିହ୍ୱଳ ଦୃଶ୍ୟ। ଏଭଳି ଦୃଶ୍ୟ କେବେ ହେଲେ ଦେଖାଯାଇ ନଥିଲା ସ୍ନାନ ବେଦୀରେ। ଜଗନ୍ନାଥ ପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବସିଥିବା ବେଳେ ଘଟିଥିଲା ଏଭଳି ଏକ ଘଟଣା, ଯାହାକୁ ଜାଣିଲା ପରେ ଆପଣ ବି ଚିନ୍ତାରେ ପଡ଼ିଯିବେ। ଦେବସ୍ନାନ ପୂର୍ଣ୍ଣିମା ତ ସବୁ ବର୍ଷ ଆସିଥାଏ, ହେଲେ 2024 ମସିହା ଦେବସ୍ନାନ ପୂର୍ଣ୍ଣିମା ଯେଉଁମାନେ ଦେଖିଥିବେ ସାରା ଜୀବନ ତାଙ୍କ ମନ ଭିତରେ ରହିଯିବ। ଜୀବନ ସାରା କେବେ ହେଲେ ଭୁଲି ପାରିବେନି 2024 ମସିହା ସ୍ନାନ ପୂର୍ଣ୍ଣିମାକୁ। ଦର୍ଶକ ବନ୍ଧୁ, ଆପଣଙ୍କ ଆଗ୍ରହ ବଢ଼ିଯିବଣି ଘଟଣାଟିକୁ ଜାଣିବା ପାଇଁ। ତେବେ ଜାଣିବା ପୂର୍ବରୁ ଆପଣ ଆମର ଏହି ଭକ୍ତିପଥ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମ ପରିବାର ସହିତ ଯୋଡ଼ି ହୋଇଯାଆନ୍ତୁ ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦେଖିବା ପାଇଁ। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମା ସ୍ନାନ ମଣ୍ଡପରେ ବସିଥିବା ବେଳେ ସେତେବେଳେ ଦିନ ପ୍ରାୟ 1 ବାଜିଥାଏ। ସୂର୍ଯ୍ୟଙ୍କ ପ୍ରଖର କିରଣ ଦ୍ୱାରା ବଡ଼ଦାଣ୍ଡରେ ପାଦ ରଖିବା କଷ୍ଟକର ଥିଲା। ତଥାପି ଭକ୍ତମାନେ ସ୍ନାନ ଯାତ୍ରାର ଆନନ୍ଦ ନେଉଥାନ୍ତି। ବଡ଼ଦାଣ୍ଡରେ ଘଣ୍ଟ ଘଣ୍ଟା ମୃଦଙ୍ଗ ନୃତ୍ୟ ସାଙ୍ଗକୁ ହରିବୋଲ ହୁଳହୁଳି ପଡ଼ୁଥାଏ। ମହାପ୍ରଭୁଙ୍କର ପୂଜା ଅର୍ଚ୍ଚନାରେ ବ୍ୟସ୍ତ ଥାନ୍ତି ପୂଜା ପଣ୍ଡା। ଅସହ୍ୟ ଗରମ ଗୁଳିଗୁଳିରେ ଅଥୟ ହେଉଥାଏ ଶରୀର। ସୂର୍ଯ୍ୟ ଦେବତାଙ୍କର ପ୍ରକୋପ ସାଙ୍ଗକୁ ଭକ୍ତମାନଙ୍କ ଗହଳି ଭିତରେ ଘଟିଥିଲା ଏକ ବହୁତ ବଡ଼ ଘଟଣା। ମହାପ୍ରଭୁ ଜଗନ୍ନାଥ ଭକ୍ତମାନଙ୍କର ଦୁଃଖକୁ ସହି ନପାରି କରିଥିଲେ ଲୀଳା। ଭକ୍ତର ଭଗବାନ ଜଗନ୍ନାଥ ସର୍ବଦା ଭକ୍ତମାନଙ୍କୁ ମୁଣ୍ଡରେ ବସାଇ ରଖିଥାନ୍ତି। ଭକ୍ତର ଯନ୍ତ୍ରଣାକୁ ସେ ସହି ପାରନ୍ତି ନାହିଁ। ତେଣୁ ଆଜି ସ୍ନାନ ପୂର୍ଣ୍ଣମୀରେ ଭକ୍ତଙ୍କ ସମ୍ମୁଖରେ ରଚିଥିଲେ ଲୀଳା। ବଡ଼ଦାଣ୍ଡରେ ନୃତ୍ୟ କରୁଥିଲେ ନୃତ୍ୟାଙ୍ଗୀମାନେ। ଘଣ୍ଟ ଘଣ୍ଟା ମୃଦଙ୍ଗ ତାଳେ ତାଳେ ନାଚୁଥିଲେ ଭକ୍ତମାନେ। କିନ୍ତୁ ମହାପ୍ରଭୁ ଜଗନ୍ନାଥ ସେତିକିବେଳେ କରିଥିଲେ ଏକ ବହୁତ ବଡ଼ ଲୀଳା। ହଠାତ୍ କେଉଁ ଆଡ଼େ ଉଭେଇ ଯାଇଥିଲା ସୂର୍ଯ୍ୟଙ୍କ ପ୍ରଖର କିରଣ। ଘୋଟି ଆସିଥିଲା କଳା ବାଦଲ, ଆଉ ଅଜାଡ଼ି ଦେଇଗଲା ତୁହାକୁ ତୁହା ବର୍ଷା। ଏହି ଘଟଣା ସେଠାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ହଠାତ୍ କେଉଁ ଆଡ଼େ ଖରା ଉଭେଇ ଗଲା, ଆଉ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଗଲା ବଡ଼ଦାଣ୍ଡରେ, ପୁରୀରେ। ଏହି ବର୍ଷାରେ ଭିଜିଥିଲେ ଭକ୍ତ ଓ ଭଗବାନ। ଏହି ଦୃଶ୍ୟ ଅତ୍ୟନ୍ତ ଆନନ୍ଦ ଦେଇଥିଲା ସମସ୍ତଙ୍କୁ। ଠିକ୍ ପ୍ରଭୁଙ୍କର ମସ୍ତକରେ ପାଣି ଢଳା ହେବା ବେଳକୁ ଇନ୍ଦ୍ରଦେବ କରିଥିଲେ ବର୍ଷାର ବୃଷ୍ଟି। ଇନ୍ଦ୍ରଦେବ କରିଥିଲେ ବର୍ଷାର ବୃଷ୍ଟି। ସ୍ୱୟଂ ଇନ୍ଦ୍ରଦେବ ସ୍ନାନ କରାଇ ଦେଇଥିଲେ ପ୍ରଭୁ ଓ ଭକ୍ତମାନଙ୍କୁ। ଏଭଳି ଭାବ ବିହ୍ୱଳ ଦୃଶ୍ୟ ଦେଖି ଭକ୍ତମାନେ ମଧ୍ୟ ଭାବ ବିହ୍ୱଳ ହୋଇପଡ଼ିଥିଲେ ବଡ଼ଦାଣ୍ଡରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ। ଭକ୍ତ ଭଗବାନଙ୍କର ସ୍ନାନ ହୋଇଯାଇଥିଲା ମହାସ୍ନାନର ଦିନ। ବଡ଼ଦାଣ୍ଡ ପାଲଟିଥିଲା ବୃନ୍ଦାବନ। କ୍ଷଣକେ ଲିଭି ଯାଇଥିଲା ଏହି ଦୃଶ୍ୟ ସବୁ। କ୍ଷଣକେ ଲିଭି ଯାଇଥିଲା ଏହି ଦୃଶ୍ୟ ସବୁ ଯାହା ବଡ଼ଦାଣ୍ଡରେ ଘଟୁଥିଲା। କାରଣ ଜଗନ୍ନାଥ ପ୍ରଭୁ ବର୍ଷାରେ ସ୍ନାନ କରୁଥିବା ବେଳେ ତାଙ୍କ ଡାହାଣ ଆଖିରୁ ବହି ଚାଲିଥିଲା କଳା ଅଶ୍ରୁ, ଯାହାକୁ ଦେଖି ଭକ୍ତମାନେ କିଛି ସମୟ ପାଇଁ ବଡ଼ଦାଣ୍ଡରେ
ସ୍ଥାଣୁ ହୋଇ ରହିଗଲେ ଭକ୍ତମାନେ ବଡ଼ଦାଣ୍ଡରେ। ଅବାକ ହୋଇ ଚାହିଁ ରହିଲେ ଜଗନ୍ନାଥ ମହାପ୍ରଭୁଙ୍କୁ। କାହିଁକି ତାଙ୍କ ଡାହାଣ ଆଖିରୁ ଏଭଳି କଳା ଅଶ୍ରୁ ବହିଯାଉଛି? ବଡ଼ ଠାକୁର ବଳଭଦ୍ର, ମା ସୁଭଦ୍ରା ସେମିତି ବସିଥିବା ବେଳେ କାଳିଆ ଆଖିରୁ ଝରୁଥିଲା କଜଳ ଅଶ୍ରୁ। ଭକ୍ତ ପାଇଁ ଅଶ୍ରୁ ଗଡ଼ାଉଥିଲେ ଜଗତର ନାଥ ଜଗନ୍ନାଥ। କିନ୍ତୁ କାହିଁକି? ପ୍ରଶ୍ନ ଆସୁଛି, କିନ୍ତୁ କାହିଁକି? ଏହି ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ। କେବେ ଘଟି ନଥିବା ଏଭଳି ଘଟଣା ଆଜି ଘଟିଯାଇଛି ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥଙ୍କର ମହାସ୍ନାନ ବେଦୀରେ। ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ବେଦୀରେ, ଯାହା ସମସ୍ତଙ୍କ ମନରେ ପ୍ରଶ୍ନ ଭାବେ ରହିଛି। କେଉଁ ବିପଦ ଆଗକୁ ମାଡ଼ି ଆସୁଛି ପୃଥିବୀକୁ, ଭାରତକୁ, ଆମ ଓଡ଼ିଶାକୁ? ସତରେ କ'ଣ 13 ଦିନିଆ ପକ୍ଷ ପଡ଼ିଲେ ଅଶୁଭ ହୋଇଥାଏ? ମାଳିକା କହେ 2024 ମସିହା ଠାରୁ ଦୁନିଆରେ ସବୁ ଅଶୁଭ ଘଟିବ। ମହାପୁରୁଷ ଅଚ୍ୟୁତଙ୍କ ଭବିଷ୍ୟ ମାଳିକା କହେ 2024 ଠାରୁ 2029 ଭିତରେ ପୃଥିବୀରେ ଓଲଟ ପାଲଟ ଦେଖିବାକୁ ମିଳିବ। ଘୋର ବିପତ୍ତି ପଡ଼ିବ। ତାହେଲେ କ'ଣ ଜଗନ୍ନାଥଙ୍କ ଆଖିର ଏହି କଳା ଅଶ୍ରୁ ସେହି ଦିଗକୁ ସଂକେତ କରୁଛି? ନା, ଏହା ଏକ ଭ୍ରାନ୍ତ ଧାରଣା। କିନ୍ତୁ ଏହା ସତ୍ୟ ଯେ 2024ରେ ସ୍ନାନ ପୂର୍ଣ୍ଣିମା ଏକ ଅଦ୍ଭୁତ ସ୍ନାନ ଥିଲା, ଏକ ଅଦ୍ଭୁତ ସ୍ନାନ ପୂର୍ଣ୍ଣିମା ଥିଲା। ଦର୍ଶକ ବନ୍ଧୁ, ଆମେ ଏହାକୁ ସତ ବୋଲି ଧରୁନାହୁଁ। ତେବେ ଆପଣ କ'ଣ କହୁଛନ୍ତି? କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚିନ୍ତ ରଖନ୍ତୁ। ଭକ୍ତ ଓ ଭଗବାନ ବଡ଼ଦାଣ୍ଡରେ ଭିଜି ଯାଇଥିଲେ ଦେବସ୍ନାନ ପୂର୍ଣ୍ଣିମା ଦିନ। ଭକ୍ତ ଓ ଭଗବାନଙ୍କର ଏପରି ଭାବ ବିହ୍ୱଳ ଦୃଶ୍ୟ ବହୁତ ଉଚିତ ଦେଖାଯାଇଥାଏ। ଏବେ ଦର୍ଶକ ବନ୍ଧୁ, ଆପଣ କ'ଣ କହୁଛନ୍ତି? ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ରଖିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।